ମୋ ନାଁ ହେଉଛି ରାଜକିଶୋର ବେହେରା। ମୁଁ ଆଜି ମୋର ଜନ୍ମଦିନ ଅବସରରେ କଟକ କଥାଳୀ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଉଛି। ଆଉ ସେହି ଅବସରରେ ଜନ୍ମଦିନ ମଧ୍ୟ ପାଳନ କରାଯାଉଛି। ସାର୍ ସାହିତ୍ୟ ସହିତ ଜନ୍ମଦିନକୁ ଆଗେ ବାନ୍ଧି ରଖିଛନ୍ତି ସାରଳା ଭବନରେ। ଆଜ୍ଞା। ଉତ୍ସବଟା କେମିତି ଲାଗୁଛି? ହଁ, ଖୁବ୍ ଭଲ ଲାଗୁଛି। ସାହିତ୍ୟ ସହିତ ଜୀବନ ଇଏ ତ ସମ୍ପର୍କ ରହିଛି। କାଳକୁ ଜୀବନକୁ ଛାଡ଼ି ସାହିତ୍ୟ ନାହିଁ, ନା ସାହିତ୍ୟକୁ ଛାଡ଼ି ଜୀବନ ନାହିଁ। 80 ବର୍ଷରେ ପଦାର୍ପଣ କରିଛନ୍ତି ରାଜକିଶୋର। ଆଜ୍ଞା। ଯେଉଁ ରାଜକିଶୋର ଗୋଟେ ଏନ୍ତୁଡ଼ି ଶାଳରୁ ଜନ୍ମ। ଆଜ୍ଞା। ସାହିତ୍ୟ ବି ବିରତି ରହିଛି। ସାର୍ ଏ ପରିଚୟ ପତ୍ର କାମଟି କ'ଣ ଅଛି? ଏ ପରିଚୟ ପତ୍ର ମୁଁ ପିଲାଟି ଦିନରୁ କଟକ ସହରରେ ପଢ଼ିଛି। ମୁଁ ବେଳେବେଳେ ଭାବେ ଯଦି କଟକ ନଥାନ୍ତା ଆମ ଅବସ୍ଥା କ'ଣ ହୁଅନ୍ତା। ତେଣୁ କଟକ ଆମକୁ ଜନ୍ମ ଦେଇଛି, ଆମକୁ ପାଣି ଦେଇଛି, ଆମକୁ ପବନ ଦେଇଛି, ସିଏ ଆମର ମା। ଆଜି ଯେଉଁ ବ୍ୟକ୍ତିତ୍ୱଙ୍କର 80ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରାଯାଉଛି ଏବଂ ସେହି ଜନ୍ମ ଜୟନ୍ତୀ ଉତ୍ସବରେ ଆଜି ଯେଉଁ ପୁସ୍ତକ ଉନ୍ମୋଚନ ହୋଇଛି, ମୁଁ ତାଙ୍କର ସୁପୁତ୍ର, ଏକମାତ୍ର ପୁତ୍ର। ଆଜି ଏ ଯେଉଁ ବିଶେଷ ଦିନର ଅବସରରେ ସେ ଦୀର୍ଘ ଦିନ ଧରି ଏ ପୁସ୍ତକଟି ଗବେଷଣା କ୍ରମେ ଲେଖିଛନ୍ତି। ତାଙ୍କ ପାଖରେ ସ୍ୱାଧୀନ ଭାରତର ସିଏ ସକାଳ ବି ଦେଖିଛନ୍ତି, ପରାଧୀନ ଭାରତର ସୂର୍ଯ୍ୟାସ୍ତ ବି ସିଏ ଦେଖିଛନ୍ତି। ସିଏ ଏପରି ଏକ ବ୍ୟକ୍ତିତ୍ୱ, ବହୁ ବାଧା ବିଘ୍ନ ତ୍ୟାଗ ଦ୍ୱାରା ସିଏ ନିଜକୁ ନିଜେ ଆଜି ସୁପରିଚିତ କରିପାରିଛନ୍ତି।